ଯେତେବେଳେ ଭାରତର କଥା ଚିନ୍ତା କରାଯାଏ ଭାରତରେ ମଧ୍ୟ ଆମେରିକା 50% ଟେରିଫ୍ ଲଗାଇଛି। କାରଣ ଦେଇଛି ଯେ 50% ଟେରିଫ୍ ଏଇଥିପାଇଁ ଲଗାଇଛି ଯେ ଆମେ ଆମେରିକାକୁ ସାମାନ ବିକ୍ରି କରି ଆମେ ଲାଭ କମୁ, କିନ୍ତୁ ତାଙ୍କର ସାମାନ ବା ଆମେରିକାର ସାମାନ ଉପରେ ଆମେ ଅଧିକ ଟେରିଫ୍ ଲଗାଉ, ଶୁଳ୍କ ଲଗାଉ। ସେଥିପାଇଁ 50% ଟେରିଫ୍ ଲଗାଇଛି ଏବଂ ଆଉ 25% ଏଇଥିପାଇଁ ଲଗାଇଛି ଯେ ଆମେ ରୁଷିଆ ସହିତ ସମ୍ପର୍କ ସ୍ଥାପନ କରିଛୁ ବା ରୁଷିଆ ଠାରୁ ଆମେ ତେଲ କିଣୁଛୁ, ଯାହାଦ୍ୱାରା କି ସେହି ପଇସାକୁ ସେ ୟୁକ୍ରେନ୍ ସହ ଯୁଦ୍ଧ କରିବାରେ ବ୍ୟବହାର କରୁଛି। ଏହିପରି ଟ୍ରମ୍ପଙ୍କ ତର୍କ ରହିଛି। ସବୁଠୁ ମୂର୍ଖାମି ହେଉଛି ଯେ ଭାରତ ରୁଷ ଠାରୁ ତେଲ କିଣୁଛି, କିନ୍ତୁ ଭାରତ ଠାରୁ ସବୁଠୁ ଅତ୍ୟଧିକ ତେଲ କିଏ କିଣୁଛି? ତେବେ ୟୁକ୍ରେନ୍ କିଣୁଛି, କିନ୍ତୁ ଏହି ମହାଶୟକୁ ସେଇଟା ଦେଖାଯାଉ ନାହିଁ। ଏହି ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ପାଗଳ ବ୍ୟକ୍ତିତ୍ୱ। ଯେତେବେଳେ ଭବିଷ୍ୟତରେ ଏହାଙ୍କର ମୃତ୍ୟୁ ଉପରେ ଏହାଙ୍କର ଇତିହାସକୁ ଲେଖାଯିବ, ଏହି ବ୍ୟକ୍ତିକୁ ପାଗଳ ବ୍ୟକ୍ତି ଭାବରେ ଆଖ୍ୟା ଦିଆଯିବ। ଆପଣ ଏହି ବିଷୟରେ କ'ଣ ଚିନ୍ତା କରନ୍ତି? କମେଣ୍ଟ ବକ୍ସରେ ଜଣାଇବେ ନିଶ୍ଚୟ। ଆପଣ